ଆଜ୍ଞା ଯେତେବେଳେ ତାପମାତ୍ରାକୁ ଏକଦମ ସଠିକ୍ ଭାବରେ ମାପିବାର କଥା ଆସେ ନା ସେତେବେଳେ ଗୋଟିଏ ଉପକରଣ ସବୁଠୁ ଆଗରେ ଥାଏ। ତା ନାଁ ହେଲା ରେଜିଷ୍ଟେନ୍ସ ଟେମ୍ପରେଚର ଡିଟେକ୍ଟର ବା ଆମେ ଯାହାକୁ ସାଧାରଣତଃ ଆରଟିଡି ବୋଲି କହୁ। ତେବେ ଚାଲନ୍ତୁ ଆଜି ଏହି ଅବିଶ୍ୱାସନୀୟ ସେନ୍ସର ଭିତରେ ଲୁଚି ରହିଥିବା ରହସ୍ୟକୁ ଜାଣିବା। ଆଚ୍ଛା, ଟିକେ ଭାବନ୍ତୁ ତ, ଗୋଟେ ପଟେ ଫୁଟୁଥିବା ପାଣିର ଗରମ ଆଉ ଅନ୍ୟପଟେ ତରଳ ନାଇଟ୍ରୋଜେନର ହାଡ଼ଭଙ୍ଗା ଥଣ୍ଡା। ଏ ଦୁଇଟା ଭିତରେ ଥିବା ତାପମାତ୍ରାର ପାର୍ଥକ୍ୟଠାରୁ ବି ବହୁତ ବଡ଼ ରେଞ୍ଜକୁ ଏକଦମ ସଠିକ୍ ଭାବରେ ମାପିବା କେତେ ବଡ଼ ଚ୍ୟାଲେଞ୍ଜ ହୋଇପାରେ, ନୁହେଁ କି? ହେଲେ ମଜାର କଥା ହେଉଛି, ଏହାର ସମାଧାନ ଗୋଟିଏ ବହୁତ ଛୋଟ କିନ୍ତୁ ବହୁତ ଶକ୍ତିଶାଳୀ ଉପକରଣ ଭିତରେ ଲୁଚି ରହିଛି। ଆଉ ସେଇ ଉପକରଣଟି ଆଉ କିଛି ନୁହେଁ, ଏହା ହେଉଛି ଆମର ରେଜିଷ୍ଟାନ୍ସ ଟେମ୍ପରେଚର ଡିଟେକ୍ଟର ବା ସିଧା କହିଲେ ଆରଟିଡି। ଜାଣିଛନ୍ତି, ଏହା ଗୋଟିଏ ବହୁତ ଚମତ୍କାର ଇଲେକ୍ଟ୍ରୋନିକ୍ ସେନ୍ସର ଯାହା ଗୋଟିଏ ଏକଦମ ସରଳ ନିୟମ ଉପରେ କାମ କରେ। ନିୟମଟା ହେଲା, ଯେମିତି ଧାତୁର ତାପମାତ୍ରା ବଦଳିବ ତା ଭିତରେ କରେଣ୍ଟ ଯିବାକୁ ଯେଉଁ ବାଧା ଦିଏ ମାନେ ତାର ପ୍ରତିରୋଧ, ସେଇଟା ବି ବଦଳିଯିବ। ବାସ୍ ଏଇ ପରିବର୍ତ୍ତନକୁ ମାପିଦେଲେ ହିଁ ତାପମାତ୍ରା କେତେ ସେ କଥା ଜଣାପଡ଼ିଯାଏ। ହାଉ, ତବେ ପ୍ରଶ୍ନ ଉଠୁଛି, ଏଇ ଛୋଟ ସେନ୍ସରଟା ପ୍ରକୃତରେ କାମ କରେ କେମିତି? ଚାଲନ୍ତୁ ଟିକେ ଭିତରକୁ ଯାଇ ଦେଖିବା, ମାନେ ଉତ୍ତାପ ଆଉ ପ୍ରତିରୋଧ ଭିତରେ ସମ୍ପର୍କଟା ପ୍ରକୃତରେ କ'ଣ? ଦେଖନ୍ତୁ, ଏହାର ମୂଳ କଥାଟା ଏକଦମ ସରଳ। ଯେକୌଣସି ଧାତୁର ତାରକୁ ଯେତେବେଳେ ଗରମ କରାଯାଏ ମାନେ ତାପମାତ୍ରା ବଢ଼େ, ତା ଭିତରେ କରେଣ୍ଟ ଯିବାରେ ବାଧା ବଢ଼ିଯାଏ, ଅର୍ଥାତ୍ ତାର ପ୍ରତିରୋଧ ବଢ଼ିଯାଏ। ଆଉ ଠିକ୍ ସେମିତି ତାପମାତ୍ରା କମିଲେ ପ୍ରତିରୋଧ ବି କମିଯାଏ। ଏହା ଏକ ସିଧାସଳଖ ସମ୍ପର୍କ ଯାହାକୁ ଆମେ ସହଜରେ ମାପିପାରିବା। ତାହେଲେ ମାପିବା ପ୍ରକ୍ରିୟାଟା କେମିତି ହୁଏ? ଦେଖନ୍ତୁ, ସବୁଠୁ ପ୍ରଥମେ ସେନ୍ସର ଭିତର ଦେଇ ଗୋଟେ ଛୋଟ ସ୍ଥିର କରେଣ୍ଟ ପଠାଯାଏ। ଏହାପରେ ଯେମିତି ଆଖପାଖର ତାପମାତ୍ରା ବଦଳେ ସେଇ ତାରଟା ଗରମ କିମ୍ବା ଥଣ୍ଡା ହୁଏ। ଆଉ ଯେମିତି ଆମେ ଆଗରୁ କହିଲେ, ତାପମାତ୍ରା ବଦଳିବା ମାତ୍ରେ ତାରର ପ୍ରତିରୋଧ ବି ବଦଳିଯାଏ। ବସ୍ ଶେଷରେ ସେଇ ପ୍ରତିରୋଧର ପରିବର୍ତ୍ତନକୁ ମାପି ଏକ ସିଷ୍ଟମ ତୁରନ୍ତ ହିସାବ କରି କହିଦିଏ ଯେ ସଠିକ୍ ତାପମାତ୍ରା କେତେ। ଆଉ ଜାଣିଛନ୍ତି, ଏଠି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟା କ'ଣ? ଏହି ସମ୍ପର୍କଟା ହେଉଛି ପୂରାପୂରି ପୂର୍ବାନୁମେୟ ଆଉ ଲିନିୟର ବା ରୈଖିକ। ଏହାର ମାନେ କ'ଣ? ଏହାର ମାନେ ହେଲା, ତାପମାତ୍ରା ଯେତିକି ବଢ଼ିବ ପ୍ରତିରୋଧ ଠିକ୍ ସେତିକି ହିସାବରେ ବଢ଼ିବ, କମ୍ କି ବେଶୀ ନୁହେଁ, ଏକଦମ ଗୋଟେ ସିଧା ଲାଇନ୍ ଭଳି। ଆଉ ଏହି ଗୁଣ ପାଇଁ ହିଁ ଆରଟିଡି ଏତେ ନିର୍ଭରଯୋଗ୍ୟ ଆଉ ସଠିକ୍ ହୋଇଥାଏ। ହେଲେ ଗୋଟେ କଥା ମନେ ରଖିବା ଦରକାର, ସବୁ ଆରଟିଡି କିନ୍ତୁ ସମାନ ନୁହନ୍ତି। କାମ ଅନୁସାରେ ଅଲଗା ଅଲଗା ପ୍ରକାରର ଆରଟିଡି ବ୍ୟବହାର କରାଯାଏ। ଏମିତି ଭାବନ୍ତୁ ଯେ ଏହା ଗୋଟେ ସେନ୍ସରମାନଙ୍କର ପରିବାର ଆଉ ସମସ୍ତଙ୍କର ନିଜ ନିଜର ଖାସ୍ କାମ ଅଛି। ଏବେ ଏହି ଟେବୁଲକୁ ଟିକେ ଦେଖନ୍ତୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆରଟିଡି ତିଆରି ପାଇଁ କେଉଁ ଧାତୁ ବ୍ୟବହାର ରହୁଛି ତା ଉପରେ ହିଁ ତାର ସଠିକତା ଆଉ ଦାମ ନିର୍ଭର କରେ। ଦେଖନ୍ତୁ, ପ୍ଲାଟିନମ୍ ହେଉଛି ଏମାନଙ୍କ ଭିତରେ ସବୁଠୁ ଟପ୍। ସଠିକତା ବହୁତ ବେଶୀ, କିନ୍ତୁ ପକେଟକୁ ବି ଟିକେ ଭାରି ପଡ଼େ। ଆଉ ଅନ୍ୟପଟେ ତମ୍ବା ଆଉ ନିକେଲ ଭଳି ଧାତୁରେ ତିଆରି ଆରଟିଡି ଶସ୍ତାରେ ମିଳିଯାଏ, କିନ୍ତୁ ହଁ, ସଠିକତାରେ ଟିକେ ସାଲିସ କରିବାକୁ ପଡ଼େ। ତେଣୁ ଏଇଠି ଆରମ୍ଭ ହୁଏ ସନ୍ତୁଳନର ଖେଳ। କେଉଁ ଆରଟିଡି ବ୍ୟବହାର କରାଯିବ ସେଟା ପୂରାପୂରି ନିର୍ଭର କରେ ଆମ ଆବଶ୍ୟକତା ଉପରେ। ଆମକୁ ଅଧିକ ସଠିକତା ଦରକାର ନା କମ୍ ଖର୍ଚ୍ଚ? ତେବେ ଚାଲନ୍ତୁ ଏହାର ଭଲ ଆଉ ମନ୍ଦ ଦୁଇଟାଯାକ ଦିଗକୁ ଟିକେ ପାଖରୁ ଦେଖିବା। ଏହାର ସବୁଠୁ ବଡ଼ ସୁବିଧା କ'ଣ ଜାଣିଛନ୍ତି? ଏହାର ତାପମାତ୍ରା ମାପିବାର ପରିସର। ଟିକେ ଭାବନ୍ତୁ, -200 ଡିଗ୍ରୀ ସେଲସିୟସରୁ ଆରମ୍ଭ କରି +800 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଏତେ ବଡ଼ ରେଞ୍ଜରେ ଏହା ଏକଦମ ସଠିକ୍ ଭାବରେ କାମ କରିପାରେ। ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ହଉ, ତେବେ ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ଦେଖିବା। ସୁବିଧା କ'ଣ? ପ୍ରଥମତଃ, ଏହାର ସଠିକତା ବହୁତ ବେଶୀ। ଦ୍ୱିତୀୟରେ, ଏହା ବହୁତ ବଡ଼ ତାପମାତ୍ରା ରେଞ୍ଜରେ କାମ କରେ। ଆଉ ତୃତୀୟରେ, ଏହାର ରେସ୍ପନ୍ସ ସ୍ଥିର ଆଉ ଲିନିୟର। କିନ୍ତୁ ଏବେ ଅସୁବିଧା କଥା ଶୁଣନ୍ତୁ। ଏଗୁଡ଼ିକ ଟିକେ ମହଙ୍ଗା, ଏହାର ଗଠନ ଟିକେ ନାଜୁକ, ତେଣୁ ସହଜରେ ଭାଙ୍ଗିଯିବାର ସମ୍ଭାବନା ଥାଏ। ଆଉ ଶେଷରେ ଏଥିରୁ ଯେଉଁ ସିଗ୍ନାଲ ବାହାରେ ସେଟା ବହୁତ ଦୁର୍ବଳ, ତେଣୁ ତାକୁ ବଢ଼ାଇବା ପାଇଁ ଏକ ଆମ୍ପ୍ଲିଫାୟର ଦରକାର ପଡ଼େ। ତେବେ ଏତେ ସବୁ ଆଲୋଚନା ପରେ ଶେଷ କଥା କ'ଣ? ମାନେ ଆରଟିଡି ବିଷୟରେ କେଉଁ ମୁଖ୍ୟ କଥାଗୁଡ଼ିକ ମନେ ରଖିବା ନିହାତି ଜରୁରୀ? ହଁ, ତେବେ ଆରଟିଡି ବିଷୟରେ ଏଇ କେତେଟା କଥା ପୁରା ମନେ ରଖିଦିଅନ୍ତୁ। ପ୍ରଥମ କଥା, ଏଗୁଡ଼ିକ ତାପମାତ୍ରା ମାପିବା ପାଇଁ ଏକଦମ ସୂକ୍ଷ୍ମ ଯନ୍ତ୍ର। 2 ନମ୍ବର କଥା, ଏହା କାମ କରେ ସେଇ ସରଳ ନିୟମରେ, ଗରମ ବଢ଼ିଲେ ପ୍ରତିରୋଧ ବଢ଼ିବ। 3 ନମ୍ବର, ପ୍ଲାଟିନମ୍ ବାଛିବେ ନା ତମ୍ବା, ସେଟା ସଠିକତା ଆଉ ବଜେଟ୍ ଭିତର କଥା। ଆଉ ସବୁଠୁ ଶେଷ ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁଠି ଟଙ୍କା ପଇସାଠାରୁ ସଠିକତା ବେଶୀ ଜରୁରୀ, ଯେମିତିକି ମେଡିକାଲ ଇକ୍ୱିପମେଣ୍ଟ କିମ୍ବା ବଡ଼ ବଡ଼ ବୈଜ୍ଞାନିକ ପରୀକ୍ଷଣରେ, ସେଠାରେ ଆରଟିଡି ହିଁ ସବୁଠୁ ଭଲ। ତେବେ ଏବେ ଯେତେବେଳେ ଏହାର ଭଲ ଆଉ ମନ୍ଦ ଦିଗ ବିଷୟରେ ଜାଣାଗଲା, ଗୋଟେ ପ୍ରଶ୍ନ ମନକୁ ଆସେ, ନୁହେଁ କି? ଆମ ଆଖପାଖର ଦୁନିଆରେ
ଏମିତି କେଉଁ କେଉଁ କ୍ଷେତ୍ର ଅଛି ଯୋଉଠି ଟିକି ବି ଭୁଲ ଚଳିବନି, ଯୋଉଠି ସଠିକତା ହିଁ ସବୁକିଛି। ଏ କଥାଟା ଟିକେ ଭାବିବାକୁ ଛାଡ଼ିଦେଲି।